ହଁ ଆପଣମାନେ ମାର୍କିଂ କରିଥିବେ ଅନେକ ପତ୍ର ପତ୍ରିକାରେ ବା ୟୁଟ୍ୟୁବରେ ବା ନ୍ୟୁଜ୍ ଚ୍ୟାନେଲରେ ଦେଖିଥିବେ ମନ୍ଦିରମାନଙ୍କରେ ଅନେକ ଟଙ୍କା ଆୟ ହେଉଛି ବା କୋଟି କୋଟି ଟଙ୍କା ଆୟ ହେଉଛି। ତ ଏଇଟା ମୋ ନିଜସ୍ୱ ମତ। ଆପଣମାନେ ଯଦି ଭଲ ଲାଗେ ଏ କଥାଟିକୁ ସେୟାର କରିବେ। ଆଉ ଆପଣମାନେ ବି ଏଇଟା ଦେଖିଥିବେ ଟ୍ରାଫିକ୍ ମାନଙ୍କରେ ଅନେକ ଭିକାରୀମାନେ ସେ ଜାଗାରେ ମାଗୁଛନ୍ତି। କିଛି ଲୋକ ନଦେଲେ ବି ତାଙ୍କୁ ଭଲ ଲାଗେନି, ତେବେ ଦେଇଦିଅନ୍ତି। ତ ସେହି ସମୟରେ ବେଳେବେଳେ ଦୁର୍ଘଟଣା ଘଟୁଛି, ରାଇଟ୍। ସେଠି ବ୍ୟସ୍ତ ହେଉଥିବେ ଟ୍ରାଫିକ୍ ଯେହେତୁ ବହୁତ ଭିଡ଼ ରହୁଛି, ଲୋକ ସଂଖ୍ୟା ବଢ଼ିଗଲେଣି। ତ ସେହି ହିସାବରେ ଲୋକ ସଂଖ୍ୟା ବଢ଼ିବା ଯୋଗୁଁ ମନ୍ଦିର ବି ଦାନ ଅଧିକ ହେଉଛି ଆଉ ଆୟ ବି ଅଧିକ ହେଉଛି। ସେଥିରେ ନନାଙ୍କ ପାଇଁ ବି କିଛି ଦିଆହେଉଛି ଦକ୍ଷିଣା, ଆଉ କିଛି ଦାନ ବି ଦିଆଯାଉଛି। ତ ରାଇଟ୍, ତ ଯେଉଁଟା ନନାଙ୍କ ପାଇଁ ଦିଆଯାଉଛି ସେଇଟା ଅଲଗା ଥାଉ। ଆଉ ଯେଉଁଟା ଦାନ କରାଯାଉଛି ସେଇ କଥାକୁ ମୁଁ କହୁଛି ଯେ ଗୋଟେ ଗୋଟେ ଜାଗାରେ ଆପଣ ଥାର୍ଡ଼ ଜେଣ୍ଡରକୁ ଦେଖିଥିବେ ଟୋଲ୍ ଗେଟ୍, ସେଇ ଜାଗାରେ କି ଟ୍ରାଫିକ୍ରେ ସେମାନେ ମାଗୁଛନ୍ତି। ତ ମୋ କହିବାର କଥା, ଯଦି ସେମାନଙ୍କୁ ସେଇ ଯେଉଁ ଈଶ୍ୱରଙ୍କ ନାମରେ ଦାନ କରାଯାଇଛି ସେ ପଇସାକୁ ସେମାନଙ୍କୁ ଦିଆଯାଆନ୍ତା କେତେ ଭଲ ହୁଅନ୍ତା। ତ ଯଦି ସେମାନଙ୍କୁ ଦିଆହୁଅନ୍ତା ତାହେଲେ ଇନଡାଇରେକ୍ଟଲି ଯେଉଁଟାକି ଯେଉଁ ପଇସା ଆମେ ଈଶ୍ୱରଙ୍କୁ ଦାନ କରୁଛୁ, ତ ଏମିତି ଅନେକ ଜାଗାରେ କହିଛନ୍ତି ଯେ ମାନବ ସେବା ମାଧବ ସେବା। ଈଶ୍ୱରଙ୍କ ଯେଉଁ ଏ ସୃଷ୍ଟିରେ ତ ଯଦି ଆମେ ଗରିବ ଦୁଃଖୀଙ୍କୁ ସେବା କରୁଛେ ତ ଈଶ୍ୱର ମଙ୍ଗଳ କରିବେ ବୋଲି ଆମେ ବିଶ୍ୱାସ କରୁଛେ। ତ ରାଇଟ୍, ସେଇ ଯେଉଁ ଦାନଟା ଯଦି ଆମେ ସେଇ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତାହେଲେ ଟ୍ରାଫିକ୍ରେ ଦୁର୍ଘଟଣାରୁ ଆମେ ରୋକିପାରିବା, ଆଉ ଗୋଟେ ନିରୀହ ଜୀବନ ବି ବଞ୍ଚାଇ ପାରିବା। ତ ଏଠି ଅନେକ ଲୋକଙ୍କୁ ମୁଁ ମାର୍କିଂ କରେ ଯେ ବ୍ୟସ୍ତ ଯୋଗୁଁ ସେମାନେ ଡିସବାଲାନ୍ସ ହେଇଯାଆନ୍ତି, ତ ପଡ଼ି ବି ଯାଆନ୍ତି। ନଦେଲେ ଭଲ ଲାଗୁନି, ଦେଲେ ଏମିତି ହେଉଛି। ତ ମୋ ମତରେ ଏଇ ଜିନିଷଟା ଯଦି ହୁଅନ୍ତା ବହୁତ ଭଲ ହୁଅନ୍ତା। ଆଉ ଗୋଟେ ଜିନିଷ ଆପଣ ମାର୍କିଂ କରିଥିବେ, ଯେଉଁ ମନ୍ଦିର ଫ୍ରଣ୍ଟରେ ଅନେକ ଭିକାରୀମାନେ ବସିଥାନ୍ତି, ଆଉ ସେମାନେ କିଛି ଏମିତି ବି ଥାନ୍ତି ଯେ ସେମାନେ ଟୋଟାଲି କାମ କରିବା ପାଇଁ ଅକ୍ଷମ। ତେଣୁ ସେଇ ଈଶ୍ୱରଙ୍କ ନାମରେ ଯେଉଁ ଜିନିଷ ଦାନ କରାଯାଉଛି ବା ଟଙ୍କା ଦାନ କରାଯାଉଛି ସେମାନଙ୍କୁ କିଛି କିଛି ବାଣ୍ଟି ଦେଲେ ଆଉ ମୋ ମତରେ ବହୁତ ଭଲ ହୁଅନ୍ତା। ତ ଏଇ ଟାଇପ୍ର କଥା। ଆଉ ଆଜି ଏତିକି କହିବି। ଆଉ ଆପଣଙ୍କୁ ଯଦି ପ୍ରକୃତ ଭଲ ଲାଗୁଛି କଥାଟିକୁ ସେୟାର କରିବେ, ଲାଇକ୍ କରିବେ। ଆଉ ଯଦି ମୋ ବିଚାରକୁ ପସନ୍ଦ ଲାଗୁଛି ତାହେଲେ ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।